जय सत्यनारायण स्वामी कर जय प्रभुंकर सदीक्षा नंदे गवार हरि बोला। मनोभिराम नयनाभिराम वचनाभिराम श्रवणाभिराम सदाभिराम सतताभिराम वंदे सदा जगद्गुरुदेवाभिराम। परम प्रेममय चिरस्मरणीय मद्गुरु जगद्गुरु ठाकुर श्री 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 अभिन्न सुंदरंकर श्रीचरण तले अनंत कोटि बार साष्टांग दंड। आज पवित्र द्वादश तिथि परम पूज्य बाबांकर कथा मन पड़े। परम पूज्य तृतीय आचार्य अर्जुन चरण दास महाराज मध्य दीक्षादाता दीक्षा गुरु बाबांकर श्रीचरण तले अनंत कोटिबार साष्टांग दंड प्रणाम। महात्मा माने स्वतंत्र लीला करने आसती जितेबाला भगवान मर्त्य मंडल रे धरावतरण करती से तांको सहित खेलती जे तांकर प्रत्येक जुगरे जन्मरे सखा बंधु मित्र एभली गोपी गोपाल होई तांको सहित खेली थे। तेणु सेमानंको तांको खेल लीला करने धरारे जन्म दी थांती। गोटे गोटे जगत जननी स्वरूपा मातृशक्ति मातृप्रतिम गर्भरी आउ से माने आसंती ठाकुरंकर पाखरे रही तांकरी सेवा शुश्रूषा करी जगत को आलोकित करती एवं निजर सर्वस्व गुरुदेवंकर चरण तले समर्पण करी निज जीवन को आनंदमय करी गढ़ी तोलती एवं जगतर कल्याण करती। तो से मध्यरु समस्तंकर परिचित भक्त को देखिला माने मन मध्य आबिलतापूर्ण स्नेहपूर्ण वचन रे कहि बसंती जा प्रणाम परे करियो आगे प्रसाद पाई दियो। माँ आज भली पुत्रर भोक बुझी पारे ठीक से भली गुरु प्रतिमा स्वरूप परम पूज्य मध्य गुरु देव परम पूज्य अर्जुन बाबा से जहाँ आश्रित कराई ठाकुर चरण तले दीक्षा प्रदान करिसंती। से महानुभव व्यक्ति माने जानिथिबे बाबांकर स्नेह आ आदर भल पाइबा कार दुख देखि पारंती से निजे खाऊथिबे डाकी देबे ए कौन खाइछ ना ने 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 मुड़ी हो मिक्सर हो जा मुठे धरी आगे दे दे। आउ वस्त्र जदि चिरी जाइथिबो कि फाटी जाइथिबो जदि नजर पड़ीगला सांगे सांगे तांको पाखरे थिबा शिष्य सेवक कहबे तांको लुगा दे। से कौन चिरा वस्त्र पिंधते देह जदि मलिन हो जाइछि ठाकुर लकेट किंबा पवित्र पैता कौन परिष्कार करने बड़ होनी एमती ताड़न दिखती। किए जदि अभिमान करी वाड़े पड़े जाए ताको पुनर्बार डाकी निजर सुपुत्र रूप जमी बापा तार पु को स्नेह करे बुझाई सुझाई
ତାକୁ ଆପଣେଇ ନିଅନ୍ତି। ଛାଡ଼ ସେ କଥା। ଏବଂ 2 ଜଣ ଯଦି ଗଣ୍ଡଗୋଳ କରିଥିବେ ତାଙ୍କୁ ତା କଥା କହିଦେବେ, ଆଉ ୟାଙ୍କୁ ଆଙ୍କ କଥା କହି ଏକ ସୁନ୍ଦର ମୀମାଂସା କରି ଉଭୟକୁ ବୁଝାଇ ଦିଅନ୍ତୁ। ବାବାଙ୍କର ଅନେକ ଗୁଣ ଏବଂ କର୍ମ ଆମମାନଙ୍କ ହୃଦୟରେ ରହିଛି। ଯେତିକି ସାନ୍ନିଧ୍ୟ ଲାଭ କରି ତାଙ୍କ ପାଖରୁ ପରମ ପୂଜ୍ୟ ବାବା ନିଜେ ଦିନେ କହିଥିଲେ ତାଙ୍କର ଲୀଳା ବିଷୟରେ। ଏ ଅଧମ ଯେତେବେଳେ ବାବାଙ୍କର କିଛି ଦିନ ସେବା କରିଥିଲା, ସେବା କଲା ବେଳେ ବସନ୍ତି। ମୁଁ ଥରେ ପଚାରିଲି, ବାବା କେମିତି ଠାକୁରଙ୍କୁ ପାଇଲେ? এটা ଅନେକ କଥା ଆସି ଅଛି, ପଚାର ଯଦି କହୁଛି। ବାବା ତାଙ୍କର ଜନ୍ମ ବିବରଣୀ ବିଷୟରେ ତ କହିନାହାନ୍ତି। ଯେତେବେଳେ ତାଙ୍କୁ 15 ବର୍ଷ 16 ବର୍ଷ କରିଥିଲା, ତା ପୂର୍ବରୁ ସେ ଘରେ ଶ୍ରୀକୃଷ୍ଣଙ୍କର ପ୍ରତିମୂର୍ତ୍ତିକୁ ଧରି ଅତି ଆଦର କରନ୍ତି ଏବଂ ଦିନେ ଦିନେ ଏକାନ୍ତରେ ବସି କୃଷ୍ଣଙ୍କୁ ସ୍ମରଣ କରନ୍ତି। ଆଉ ଭଗବାନ ମୋତେ କାହିଁକି ଦେଖା ଦେଉନାହାନ୍ତି? ଦିନ ଆସିଲା, ସମୟ ଆସିଲା, ତାଙ୍କର ମା ଗର୍ଭଧାରିଣୀ ମା କଥା ଥରେ କହୁଥିଲେ। ବାବାଙ୍କର ଜନ୍ମସ୍ଥାନ ଗଞ୍ଜାମ ଜିଲ୍ଲାର କରଚଲି, ସେହି ଅଞ୍ଚଳରେ ବାବାଙ୍କର ଜନ୍ମସ୍ଥାନ। ଠାକୁର ଯେତେବେଳେ ଅନେକ ପାହାଡ଼ ପର୍ବତ ତପସ୍ୟା ସ୍ଥାନରେ ପରିଭ୍ରମଣ କଲାବେଳେ ଠାକୁର ଯାଇଥିଲେ ଥରେ ଜନ୍ମସ୍ଥାନ ନିକଟକୁ, ଏବଂ ଗ୍ରାମ ନିକଟରେ ଏକ ବିରାଟ ପୁଷ୍କରିଣୀ କିମ୍ବା ନଦୀ ମନେ ପଡ଼ୁନି, ସେ ନଦୀର ନିକଟରେ ଗୋଟିଏ ଚନ୍ଦିନୀ ଅଛି ଏବଂ ମଝିରେ ଗୋଟେ ବୃକ୍ଷ ଥାଏ। ଠାକୁର ସକାଳ ସମୟରେ ପହଞ୍ଚିଥିଲେ କିମ୍ବା ରାତ୍ରରେ ସେଠି ବସିଥିଲେ। ତା ପରଦିନ ସକାଳେ ପରମ ପୂଜ୍ୟ ଅର୍ଜୁନ ବାବାଙ୍କର ମା ସ୍ନାନ କରିକି ଫେରୁଥିଲେ ନିଜ ଗୃହକୁ। ଏ ସମୟରେ ଶୁଣିବାକୁ ଯାହା ମିଳେ, ଗର୍ଭାବସ୍ଥା ସମୟ ଥିଲା। ଠାକୁର ସେଠି କହିଥିଲେ, ମା ମା ଟିକେ ଶୁଣିଲ। ତ ଠାକୁରଙ୍କୁ ମା ଓଢ଼ଣୀ ଦେଇ ନିଜର ମୁଖରେ ସେ ପ୍ରଣାମ କଲେ, ଜଣାଇଲେ ମୁଣ୍ଡ ଲଗେଇ। ହଁ ବାବା, କ'ଣ କୁହନ୍ତୁ? ମା, ତୋ ଗର୍ଭରେ ଗୋଟିଏ ସନ୍ତାନ ଆସିବ, ତୁ ତାକୁ ମୋତେ ଦେଇଦେବୁ। ମା ଲୋକ ହଠାତ୍ ଜଣେ ବାବା ଏଭଳି କିଭଳି କହୁଛନ୍ତି? ଆଉ ସେ ମୋର ମା, ମୋର, ମୋ ନିକଟକୁ ସେ ନିଶ୍ଚିତ ଆସିବ। ଏହା କହି ସନ୍ନ୍ୟାସୀ ସେଠୁ ଆଶୀର୍ବାଦ ଦେଇ ତତ୍କ୍ଷଣାତ୍ ଅନ୍ତର୍ଧ୍ୟାନ ହେଇଥିଲେ। ଯାହା ପୂଜ୍ୟ ବାବା କହୁଥାନ୍ତି, ଯାହା ତାଙ୍କ ମା ବାବାଙ୍କୁ କହିଥିଲେ। ଏବଂ ସମୟ ବିତି ଚାଲିଲା, ଗଡ଼ି ଚାଲିଲା। ଧୀରେ ଧୀରେ 15 ବର୍ଷ 14 ବର୍ଷ 15 ବର୍ଷ ତଳ ହେଲା। ପିଲାଦିନୁ ତାଙ୍କ ଘରେ କୃଷ୍ଣଙ୍କର ପୂଜା ହୁଏ, ଭଗବାନ କୃଷ୍ଣଙ୍କର, ରାମଙ୍କର, ଜଗନ୍ନାଥଙ୍କର, କିନ୍ତୁ କୃଷ୍ଣଙ୍କୁ ଭାରି ଭଲ ପାଆନ୍ତି। ତ ଶ୍ରୀକୃଷ୍ଣଙ୍କ ପ୍ରତି ଏତେ ତାଙ୍କର ଭାବନା ଥିଲା, ସଖା ଭାବରେ ହଉ, ଯେମିତି କୃଷ୍ଣଙ୍କ ବିନା ସେ କ୍ଷଣେ ମୁହୂର୍ତ୍ତ
ବଞ୍ଚିବାର ଅସମ୍ଭବ ଥିଲା। 15 ବର୍ଷ ଯାଇ 16 ବର୍ଷ ହେଲା। 16 ବର୍ଷ ପରେ 17 ବର୍ଷ ଆରମ୍ଭରେ ନିଜେ ନିକଟସ୍ଥ ଜଙ୍ଗଲକୁ ଯାଇ ଏକାନ୍ତରେ ବସି ଭଗବାନଙ୍କୁ ଧ୍ୟାନ କରନ୍ତି। ଏମିତି ହଉ ହଉ ପୁଣି ଘରକୁ ଫେରି ଆସନ୍ତି। କିଛି ଦିନ ପରେ ମନ ଆଉ ଅସ୍ଥିର ହେଲା, ଭଗବାନଙ୍କୁ କିଭଳି ପାଇବେ। ଏ ଭାବନାରେ ସେ ଘଞ୍ଚ ଜଙ୍ଗଲକୁ ଚାଲିଗଲେ। ଚାଲି ଯାଇଛନ୍ତି, ଏକାନ୍ତରେ ଗୋଟିଏ ଜାଗାରେ ବସିଛନ୍ତି। ରାତ୍ର ବି ହେଇଯାଇଛି। ଅର୍ଦ୍ଧରାତ୍ର ସମୟରେ ନିଶବ୍ଦ ରାତ୍ରରେ ଧ୍ୟାନରେ ବାବା ବସିଥାନ୍ତି। ତାପର ଦିନ ସକାଳ ହେଇଗଲା। ଯେମିତି ସୂର୍ଯ୍ୟ ଉଦୟ ହୋଇଛନ୍ତି। ଶୀତ ଦିନର ସମୟ ଥାଏ, ତ ଧ୍ୟାନ ସମୟ ସରିଯାଇଛି। ସ୍ନାନ ନିତ୍ୟକର୍ମ କରିବା ପାଇଁ ଯାଉ ଯାଉ ହଠାତ୍ ଜଣେ ଶବର ଭେଟ ହେଲେ। ସେ ଶବର ଆସି କହିଲେ, ଏଠି କାହାକୁ ତୁମେ ଧ୍ୟାନ କରୁଛ? ସେ କହିଲେ, କାହାକୁ ଧ୍ୟାନ କରୁଛି? ଭଗବାନ ଶ୍ରୀକୃଷ୍ଣଙ୍କୁ। ଆରେ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କ'ଣ କରୁଛ? ସେ ପରା ସାକ୍ଷାତରେ ଜନ୍ମ ହୋଇଛନ୍ତି। ତମେ ଯାଅ। ଆଶ୍ଚର୍ଯ୍ୟ ହେଲେ ବାବା। କହିଲେ, ଆଚ୍ଛା ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି? ଶବରଙ୍କୁ ପ୍ରଣାମ କରି କହିଲେ, ଭାଇ କହିଲ କେଉଁଠି ଶ୍ରୀକୃଷ୍ଣ ଜନ୍ମ ହୋଇଛନ୍ତି? ଆରେ ଯାଅ, ଶ୍ରୀକ୍ଷେତ୍ର ଧାମ ନିକଟସ୍ଥ ଏକ ଗାଁ ଅଛି, ବ୍ରହ୍ମଗିରି ଅଞ୍ଚଳ। ଆଉ ଗାଁ ନାଁଟା ହେଉଛି କରମଳା। ସେ ଚାରିପଟରେ ସବୁଆଡ଼େ ପାଣି। ଯିବା ପାଇଁ ହେଲେ ଚାଲି ଚାଲି ଯିବାକୁ ପଡ଼ିବ। ତ ମୁଁ କହିଲି, ଆପଣ ତାଙ୍କର ପତା ବତାନ୍ତୁ, ନିଶ୍ଚିତ ମୁଁ ଯିବି, ମୋତେ ସେ ରାସ୍ତା ବତେଇ ଦିଅନ୍ତୁ। ଠାକୁର ତ ସ୍ୱୟଂ ଶବର ରୂପରେ ଥିଲେ। କହିଲେ, ଆସ। ନିକଟକୁ ଯେତେବେଳେ ଗଲାବେଳେ ବହୁତ ଉଚ୍ଚା ଏବଂ ବାଘ ଛାଲ ଭଳି ପିନ୍ଧିଛନ୍ତି। ହାତରେ ତୀର ଏବଂ କାନ୍ଧରେ ଧନୁ, ମସ୍ତକରେ କେତୋଟି ମାନେ ପଗଡ଼ି ତ ନଥାଏ, ପାରାର ପର, କିନ୍ତୁ ଦେଖିବାକୁ ଭାରି ସୁନ୍ଦର। ମୁଁ ଏଭଳି ଶବର କେବେ ଦେଖି ନାହିଁ ବୋଲି ବାବା କହୁଥାନ୍ତି। ସେ ମୋ ମସ୍ତକରେ ହାତ ମାରିଦେଲେ, କହିଲେ, ଯାଅ, ଏ ଲକ୍ଷ୍ୟରେ ତୁମେ ଯାଅ, ନିଶ୍ଚିତ ପ୍ରାପ୍ତି ହେବ। ପଛକୁ ଚାହିଁ ଦେଖିଲି, ତାଙ୍କୁ ମଧ୍ୟ ନମସ୍କାରଟିଏ କଲି, ଚାଲିଲି। ଯିବା ପୂର୍ବରୁ ତାଙ୍କୁ ପଛକୁ ଚାହିଁଲା ବେଳେ ଆଉ ଦେଖିଲାନି। କ'ଣ ଅନ୍ତର୍ଧ୍ୟାନ ହେଇଗଲେ। ଆଉ ସେ ଜଙ୍ଗଲରେ ରହିଲି। ଚାଲି 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 କରୁଥିଲି ନିକଟସ୍ଥ ଜଙ୍ଗଲ। ଆଉ ତାପରେ ଆସି ଆସି ଭୂଷଣ୍ଡପୁର ନିକଟରେ ପହଞ୍ଚିଲି। ସେଠି ପୁଣି ଚାଲି ଚାଲି 3 ଦିନ ଲାଗିଗଲା। କେଉଁଠି ଘର କାର ଦେଖି କେଉଁଠି ଭିକ୍ଷା କରି ପ୍ରସାଦ ପାଇଦିଏ, କେଉଁ ମଠ ମନ୍ଦିରରେ। ହେଲେ ଚାଲି ଚାଲି ଛୁଆ ସମୟ ଥକି ଯାଉଥାଏ। 2 ଦିନ ସନ୍ଧ୍ୟା ସମାପନ ହେଇକି ଗୋଟିଏ ରାତ୍ରରେ ଭୂଷଣ୍ଡପୁର ନିକଟରେ ବିଶ୍ରାମ କରି ତାପର ଦିନ ସକାଳୁ ପୁଣି ଚାଲିଲି। ମନ ତ କେଉଁଠି ନଥାଏ। କେଉଁଠି ଅଛନ୍ତି ଶ୍ରୀକୃଷ୍ଣ? କିଏ ସେଭଳି? ଏମିତି କହି ପଚାରି କରମଳା ତ ଶୁଣିଥିଲି। ସେ କହିଥିଲି, ଯାଅ, ସେ କରମଳାରେ ଜନ୍ମ ହେଇଛନ୍ତି, ଆଉ ସେଠି ଶ୍ରୀକୃଷ୍ଣ ଅଛନ୍ତି। ପଚାରି ବୁଝି ଆସି ଯେତେବେଳେ ପହଞ୍ଚିଲି, ଭୂଷଣ୍ଡପୁର ପାର ହେଇଗଲା। ସେଠି ଡଙ୍ଗାରେ କିଛି ବାଟ ଆସିଲା ପରେ ପୁଣି ଚାଲି ଚାଲି ପଚାରି ଆସୁଥାଏ। କିନ୍ତୁ ଭଗବାନ କୃଷ୍ଣ ଏମିତି ଅଛନ୍ତି କିଏ? ସେଠୁ କହିଲେ, ନା ସିଏ କୃଷ୍ଣ
ଜଗଦ୍ଗୁରୁ ରୂପରେ ଅଭିରାମ ପରମହଂସ ରୂପରେ ଅଛନ୍ତି। ଆଉ ଜଣେ ସେଠି ମୋତେ ଦେଖାହେଲେ, କହିଲେ ତାଙ୍କ ନାଁ ଶ୍ରୀକୃଷ୍ଣ ନୁହଁ, ଶ୍ରୀକୃଷ୍ଣ କିନ୍ତୁ ଅଭିରାମ ରୂପରେ ଅଛନ୍ତି। ଅଭିରାମ କି ନା ଜଗଦ୍ଗୁରୁ ଠାକୁର ରୂପରେ ଭଗବାନ ଆବିର୍ଭାବ ହୋଇଛନ୍ତି। ତୁମେ ଯାଅ। ବାଟରେ ଜଣେ କହିଦେଲେ, ପୁନର୍ବାର ସେ ଅନ୍ତର୍ଧାନ ହେଇଗଲେ। ପୁଣି ଚାଲିଗଲି। ଚାଲି ଚାଲି ଆସୁ 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 ପହଞ୍ଚିଗଲି କରମଳା ନିକଟରେ। ଦେଖିଲି ସୁନ୍ଦର ଆଶ୍ରମ। ସକାଳ ସମୟ ହେଇଥାଏ, କୀର୍ତ୍ତନ ଚାଲିଥାଏ। ଜଣେ ବାବାଙ୍କୁ ଦେଖିଲି, ମନେ ପଡ଼ିଲାନି। ସେ ବାବା କହିଲେ, ପ୍ରଣାମ କଲି। ସେତେବେଳେ ପିତାମାତା ଶିଖେଇଛନ୍ତି ବାପା ମାଆଙ୍କୁ ପ୍ରଣାମ କରିବା, ସାଧୁମାନଙ୍କୁ। ପୁରାତନ ସନ୍ନ୍ୟାସୀ ଥିଲେ, ନାଁ ମନେ ପଡ଼ୁନି। ବାବା କହୁଥିଲେ ପୁରାତନ ସାଧୁଙ୍କ କଥା। ପୁନର୍ବାର ଆସି ଦେଖେ ତ ଠାକୁରଙ୍କର ପୁରୁଣା ଘର ଅଛି। ସେଠି ସବୁ ତ ଦାଢ଼ି ରଖିଛନ୍ତି ବାବାମାନେ। କାହାକୁ ଦେଖିବି? ଅଭିରାମ ବାବା, ଅଭିରାମ ପରମହଂସ ରୂପରେ ନାରାୟଣ ଆବିର୍ଭାବ ହୋଇଛନ୍ତି। ଏହା ଭାବ। ଦେଖିଲି ଯେଉଁଠି ବର୍ତ୍ତମାନ ଆରତି ହେଉଛି ସେ ଆଗରେ, ଯେଉଁଠି ଠାକୁର ସମାଧି ମନ୍ଦିର ହେଇଛନ୍ତି ସେଇଟା ଠାକୁରଙ୍କର ବୈଠକଖାନା ଥିଲା। ଏହି ସମୟରେ ହଠାତ୍ ସେ ଘର ମଧ୍ୟରେ ପ୍ରବେଶ କଲି। ପ୍ରବେଶ କରି ଯାଇ ଦେଖିଲି ସେଠି ଠାକୁରଙ୍କର କେତୋଟି ଫଟୋ, ପ୍ରତିମୂର୍ତ୍ତି। ଏହା ଭାବନା କରିକି ଚାହୁଁଥାଏ ଫଟୋ ପ୍ରତିମୂର୍ତ୍ତିକୁ। ଏ ସମୟରେ ଉପର ମହଲାରୁ ଠାକୁର ଆସିଲେ। ଆସିକି ମୁଁ ଗୋଟେ ଆଡ଼େ ଚାହିଁକି ଠାକୁରଙ୍କ ପ୍ରତିମୂର୍ତ୍ତିକୁ ଅଛି, ମୋର ପଛପଟ ଡାହାଣ କାନ୍ଧ ଉପରେ ହାତ ପକାଇ କହିଲେ, ଅର୍ଜୁନ ଆସିଗଲ? ତୁମ ପ୍ରତୀକ୍ଷାରେ ପରା ମୁଁ ଅଛି। ଦେଖିଲି ବିଶାଳ କାୟ ପ୍ରତିମୂର୍ତ୍ତି, ସୁନ୍ଦର ଅଭିନବ ରୂପ, ମନ୍ଦ ମନ୍ଦ ହସ, ସେଇ ଯେଉଁ ଅପୂର୍ବ ଶୋଭା, ଆଖିର ଛଟା ଏବେ ମଧ୍ୟ ମନେ ପଡ଼ିଯାଏ। ଅଭିନ୍ନ ସୁନ୍ଦର ହିଁ ଅଭିନ୍ନ ସୁନ୍ଦର। ତାପରେ ମନ ଲାଗିଗଲା ଠାକୁରଙ୍କର ଶ୍ରୀମୁଖ ମଣ୍ଡଳର ଏବଂ ଚରଣ ତଳେ ସାଷ୍ଟାଙ୍ଗ ପ୍ରଦାନ କରି ଠାକୁରଙ୍କୁ କହିଲି, ଠାକୁରେ ଆପଣଙ୍କ ପାଖକୁ ଆସିଛି, ଆଉ ଘରକୁ ଯିବି। ଠାକୁର ହସିଲେ, ମୃଦୁମନ୍ଦ ହସରେ କହିଲେ, ଘରକୁ ଯିବନି? ମାଆକୁ କହିଛ? ମାଆ ଠାରୁ ଅନୁମତି ନେଇଛ? ମୁଁ କହିଲି ନା, ସେମିତି କିପରି ହେବ? ଯାଅ, ମାଆଙ୍କ ପାଖରୁ ଅନୁମତି ନେବ ଏବଂ ପ୍ରଥମ ଭିକ୍ଷା କରି ଆସିବ। ମା ଭିକ୍ଷା ଦେଲେ, ସେ ଭିକ୍ଷା ଗୁରୁଙ୍କ ଚରଣ ତଳେ ଦେଲେ। ମାଆଙ୍କ ଅନୁମତିରେ ତୁମେ ସନ୍ନ୍ୟାସ ନେବ, ଆଉ ତୁମର ମା ନିର୍ଦ୍ଦେଶ ଦେଲେ ଆସିବ। ମୋର ମନେ ପଡ଼ିଗଲା, ମୋର 20 ବର୍ଷରେ ଆୟୁଷ ଶେଷ ହେଇଯିବାର ଥିଲା। କାରଣ ଜ୍ୟୋତିଷ ଦେଖିଥିଲେ ଠିକ୍ 20 ବର୍ଷରେ ତୁମେ ଏ ଶରୀର ଆଉ ଧାରଣ କରିପାରିବ, ତୁମର ମୃତ୍ୟୁ ଯୋଗ ଅଛି। ଏ କଥାଟା ମନେ ଥିଲା, କିନ୍ତୁ ଅନ୍ତର୍ଯାମୀ ଜାଣିଗଲେ। କହିଲେ ତୁମେ ଯାଅ, ସନ୍ନ୍ୟାସ ହେଲେ ତୁମେ ଆଉ ତୁମର ଅପମୃତ୍ୟୁ ହେବ ନାହିଁ। ମାଆକୁ କହିବ। ମା ନିର୍ଦ୍ଦେଶ ଦେଲେ ଆସିବ। ଦିନେ ରହିଲି, ଠାକୁରଙ୍କର ଆରତୀ ଦର୍ଶନ ସବୁ ସମାପନ ହେଲା। ଆଉ ଠାକୁରଙ୍କ ନିର୍ଦ୍ଦେଶ ଭାବି ଆଉ ଆଶ୍ରମ ନ ରହି ସିଧା ଡଙ୍ଗା ଥିଲା, ଡଙ୍ଗାରେ ପାର ହେଇ କିଛି ବାଟ ଆସିଲା ପରେ ଗଞ୍ଜାମ ଜିଲ୍ଲା ଆସି କରଚିଲି ଯାଇଥିଲି। ମାଆଙ୍କ ପାଖରେ, ମାଆଙ୍କୁ କେତେ ଦିନ ହେଲା ମା ଦେଖିନଥିଲେ। ବ୍ୟାକୁଳରେ ମୋ ପୁଅ କୁଆଡ଼େ ଯାଇଥିଲା କହି ଆଲିଙ୍ଗନ କଲେ। ମାଆର ତ ସ୍ନେହ ଅନାବିଳ ମୋର ମଧ୍ୟ
ଆଉ ଭାଇ ଥାନ୍ତି, ଜଣଙ୍କ ନାଁ କୃଷ୍ଣ ଆଉ ଜଣଙ୍କ ନାଁ ଭୀମସେନ। ମୁଁ ମଧ୍ୟ ଆଉ 2 ଜଣ ଥିଲେ। ତ ମୁଁ କହିଲି ଏମାନେ ତ ସମସ୍ତେ ଅଛନ୍ତି ମା, ମୋତେ ଭଗବାନ ଦର୍ଶନ ଦେଇଛନ୍ତି। ଠାକୁରଙ୍କ ପାଖକୁ ଯାଇଥିଲି, ଜଗତଗୁରୁ ରୂପରେ ଭଗବାନ ଆବିର୍ଭାବ ହୋଇଛନ୍ତି, ଅବତାର ଧାରଣ କରିଛନ୍ତି। ମୁଁ ତାଙ୍କ ଚରଣ ତଳେ ନିଜକୁ ସମର୍ପଣ କରିକି ସନ୍ନ୍ୟାସୀ ହେଇଗଲେ ମୋର ଆଉ ଅପମୃତ୍ୟୁ ହେବନି। ତୁମେ ଯେଉଁ କହିଥିଲ, ଜ୍ୟୋତିଷ କହିଛନ୍ତି 20 ବର୍ଷରେ ତୁମର ମୃତ୍ୟୁ ହେବ, ଆଉ ସେ କଥା ଦେଇଛନ୍ତି ତୁମେ ମୋତେ ଭିକ୍ଷା ଦିଅ। ସନ୍ନ୍ୟାସୀ ହେଇଗଲେ ଆଉ କିଛି ହେବନି, କାଳ କିଛି କରିବନି। ମା କିପରି ବା କିଭଳି ପୁଅକୁ କହିବେ ଚାଅ ସନ୍ନ୍ୟାସୀ ହେଇଯିବ, ତଥାପି ପୁତ୍ରର ମଙ୍ଗଳ କାମନାରେ ମା ଠାକୁର ମୋତେ କହିଥିଲେ ତୁମକୁ ପିଲାଦିନୁ ଦର୍ଶନ ଦେଇ ମୁଁ ଜନ୍ମ ହେବା ପୂର୍ବରୁ ମାଗିଛନ୍ତି ନା? ହଁ ତ ସେ କିଏ ନା ସେଇ ହିଁ ପରମ ହଂସ ରୂପରେ ଜଗତଗୁରୁ ରୂପରେ ଏ ଉତ୍କଳରେ ଶ୍ରୀକ୍ଷେତ୍ର ଧାମ ନିକଟସ୍ଥରେ ଜନ୍ମଗ୍ରହଣ କରିଛନ୍ତି ଅଭିରାମ ପରମହଂସ ଦେବ ରୂପରେ। ଆଉ ତୁମକୁ ପ୍ରଥମ ଦର୍ଶନ ଦେଇଥିଲେ। ତେଣୁ ମା ତୁମେ କଥା ଦିଅ କି ନ ଦିଅ, ସେ ତୁମକୁ ମାଗିଛନ୍ତି, ଆଉ ମୁଁ ନିଶ୍ଚିତ ସେଠାକୁ ଯିବି। ମା ମଧ୍ୟ ପୂର୍ବ କଥା ମନେ ପକାଇ କହିଲେ ହଁ ତ ତାହେଲେ ସରଳ ହୃଦୟରେ ମା କଲ୍ୟାଣ କରି ପ୍ରଥମ ଭିକ୍ଷା ଦେଲେ। ଜନନୀଙ୍କ ଠାରୁ ଭିକ୍ଷା ପାଇ ତତ୍କ୍ଷଣା ଚାଲି ଆସିଲେ, ଘରକୁ ଆଉ ଦେଖିଲେନି। ତାପରେ କିଛି 2 ଦିନ ପରେ ପହଞ୍ଚି ଠାକୁରଙ୍କ ଚରଣ ପରେ ସାଷ୍ଟାଙ୍ଗ ପ୍ରଦାନ କରି ଭିକ୍ଷା ଦେଲେ ଏବଂ ଠାକୁରଙ୍କ ଚରଣ ତଳେ ନିଜକୁ ସମର୍ପଣ କରି ତାପରେ ଠାକୁର ବିଳମ୍ବ ନ କରି ସନ୍ନ୍ୟାସୀ ଭିକବାନା ପରମ ପୂଜ୍ୟ ବାବାଙ୍କୁ ଦେଇଥିଲେ। କହିଥିଲେ ତୁ ମୋ ପାଖ ରହିବୁ, କୁଆଡ଼େ ଛାଡ଼ି ଯିବୁନି। ଯାହା ବାବା କହନ୍ତି ଏ କଥା ଶୁଣିଛେ। ଆଉ ପାଖାପାଖି ହିଁ ବାବା ସବୁଦିନ ରହୁଥାନ୍ତି। ଏମିତି ଯେତେବେଳେ 17 ବର୍ଷ ସେଇ 18 ବର୍ଷ ଗଲା, 18 ବର୍ଷ ଗଲା, 19 ବର୍ଷ ଗଲା, 20 ବର୍ଷ ହେବ। ସେ 20 ବର୍ଷ ଯେଉଁଦିନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଳ ଗଣନା ଅନୁସାରେ ମୃତ୍ୟୁ ଯୋଗ ଥିଲା, ଏ ସମୟରେ ଠାକୁର କହିଲେ ଆଜି ତୁମେ କୁଆଡ଼େ ଯିବନି, ମୋ ପାଖରେ ରହି ତୁମେ ମୋତେ ଆଲର୍ଟ କରିବ। ଏମିତି ସେଦିନ 2 କିମ୍ବା ସନ୍ଧ୍ୟା ହେବ ମଧ୍ୟାହ୍ନ ସମୟରେ ଠାକୁରକୁ ଆଲଟ ବାବା କରିଥାନ୍ତି। ନିଶବ୍ଦ ସମୟ, ଶାନ୍ତି ଆନନ୍ଦ ଆଶ୍ରମ, କେହି ନଥାନ୍ତି। ଚରଣ ତଳେ ବସି ଠାକୁର ଅନନ୍ତ ସାନ୍ନିଧ୍ୟରେ ବିଶ୍ରାମ କରିଥାନ୍ତି। ବାବା ଆଲଟ କରୁଥାନ୍ତି। ଆଲଟ କରୁ କରୁ ହଠାତ୍ କ'ଣ ହେଲା, ସେ ଆଲଟର ଟିକେ ଲୁହାର ବେଣ୍ଟ ଥିଲା, ସେ ହାତରୁ ଖସି ଯାଇକି ଉପରକୁ ଚାଲିଗଲା। ଯେତେବେଳେ ଉପରକୁ ଚାଲିଗଲା, ସେ ଓଲଟା ଉଡ଼ି ଆସିକି ବାବାଙ୍କର ଉପରେ ପଡ଼ୁ ପଡ଼ୁ ମସ୍ତକରେ ଟିକେ ପଡ଼ିଗଲା। ତାପରେ ଧଡ଼ାସ କିନା ଖସିଯିବା ପୂର୍ବରୁ ଯେମିତି ଉପରୁ ଉଡ଼ିଛି, ଠାକୁର ବିଶ୍ରାମ କରିଥିଲେ, ହାତଟାକୁ ଟେକିଦେଲେ ସେଠି। ତାପରେ ସେଠି ରହିଗଲା। ଓଲଟା ଆସିକି ପୁଣି ବାବାଙ୍କର ମସ୍ତକରେ ଟିକେ ବାଜିଗଲା, ତଳୁ ଖସି ଆସିଲା। ଠାକୁର କହିଲେ, ଉଠିକି ଠାକୁର ରାଗ କରିକି ମସ୍ତକକୁ ଚାହିଁଦେଲେ। କ'ଣ ବୁଝିପାରୁନୁ? ଏତିକି ଯାହା ଶୁଣିଛି, କାହାକୁ କ'ଣ ବୁଝିପାରୁନୁ କହିଲେ ମୁଁ ବୁଝିପାରିନଥିଲି। କିନ୍ତୁ ଏ ସମୟରେ ବାବା କହିଲେ ଯା ତଳକୁ ଯାଇକି ଟିକେ କ'ଣ ମସ୍ତକ ଲଗେଇ ଦିଅ। ଲଗେଇବେ କ'ଣ? এই ସମୟରେ କୃଷ୍ଣ ମା ପହଞ୍ଚିଗଲେ। କୃଷ୍ଣ ମା ଦେଖିଲେ ଅର୍ଜୁନ ମାଙ୍କର ମସ୍ତକ। କହିଲେ ଅର୍ଜୁନ ବାବା, ତମ ମସ୍ତକରେ ଏଇଭଳି କ'ଣ ହେଇଛି?
ରକ୍ତ କ'ଣ ବାହାରୁଛି? ନାଇଁ ମା, କିଛି ନାହିଁ। ଠାକୁର କହିଲେ ରକ୍ତ କ'ଣ ବାହାରୁଛି? ଗଣ୍ଡି ମୁଣ୍ଡ ତ ଅଲଗା ହେଇଯାଇଥାନ୍ତା, ଠାକୁର ଯମ ପାଶରୁ ବଞ୍ଚେଇ ଦେଲେ। ଆନନ୍ଦ ଏକବାର ହେଇଗଲା। ଯା, ଆଉ କିଛି ହବନି, ତୁମ ପାଖେ ପାଖେ ରହ, ସୁସ୍ଥ ରହ, ଅସୁସ୍ଥ ରହିବୁନି, ଆଉ କିଛି ହବନି। ଠାକୁର ମସ୍ତକରେ ବାବାଙ୍କର ହାତ ଦେଲେ ଏବଂ କିଛି ତଳେ ଯାଇକି ମା ହାତରେ ବାଟିକି କ'ଣ ଗୋଟେ ମସ୍ତକରେ ଲଗେଇଦେଲେ। ତାପରେ ସେ ରକ୍ତ ବନ୍ଦ ହେଇଗଲା। ଠାକୁର କହିଲେ ତୁମର ଆଜିଠାରୁ ତୁମେ ଠାକୁରଙ୍କ ସେବାରେ ରହିବ। ଆଉ ସେଇଦିନ ଠାରୁ ବାବା ଠାକୁର ସ୍ନାନ କରିବାକୁ ଗଲାବେଳେ କମଣ୍ଡଳ ନେଇ ଯାଆନ୍ତି, ଠାକୁର ଶୁଅନ୍ତି, ଠାକୁରଙ୍କ ବସ୍ତ୍ର ବଦଳାନ୍ତି ସକାଳେ ଏବଂ ସନ୍ଧ୍ୟାବେଳେ ପୁରସ୍ତମ ବେଳା, 2 ବେଳା 2 ଜଣ ବାବା ରହୁଥାନ୍ତି। ଏମିତି ବାବାଙ୍କର ଜୀବନ ଠାକୁରଙ୍କ ସେବାରେ କଟିଗଲା କିଛି ବର୍ଷ। ଆଉ ତାପରେ କାଳ କିଛି କରିପାରିଲେନି। ସେ 20 ବର୍ଷ ବିତିଗଲା। ଏହା ଥିଲା ବାବାଙ୍କର ଯେଉଁ ବିରାଟ କାଳଚକ୍ରରୁ ଉଦ୍ଧାର ହେବା ଏବଂ ସନ୍ନ୍ୟାସୀ ଶାନ୍ତି ଆନନ୍ଦ ଆଶ୍ରମରେ ବିରାଜମାନ କଲେ। ସେଇଦିନ ଠାରୁ ଠାକୁରଙ୍କ ସେବାରେ ରହିଲେ। ପୁଣି ବାବା ଦିନେ କହୁଥାନ୍ତି, ବାବାଙ୍କୁ କୁକୁର କାମୁଡ଼ିଦେଲା। କୁକୁର କାମୁଡ଼ିଦେଲା, କୁଆଡ଼େ ଯାଇଥିଲେ, କୁକୁର କାମୁଡ଼ିଦେଲା ଶୁଣି ସମସ୍ତେ ଆଶ୍ଚର୍ଯ୍ୟରେ, ଆରେ କୁକୁର କାମୁଡ଼ିଦେଲା, ଯାଅ ଯାଅ ତାକୁ ଇଞ୍ଜେକ୍ସନ୍ ଦେବ। ଇଞ୍ଜେକ୍ସନ୍କୁ ଭାରି ଡର ବାବାଙ୍କର। ନା, ମୋତେ ଇଞ୍ଜେକ୍ସନ୍ ମୁଁ ନେବିନି। ଠାକୁର କହିଲେ ନାଇଁ ଇଞ୍ଜେକ୍ସନ୍ ଦିଅ ତାକୁ। କ'ଣ ହେଲା, ଠାକୁରଙ୍କ ପାଖକୁ ଆସି ଚରଣ ତଳେ ପଡ଼ିଗଲେ। କହିଲେ ଇଞ୍ଜେକ୍ସନ୍ ନେବୁନି? ଆରେ କୁକୁର ବା କାମୁଡ଼ିଛି। ନା, ଆପଣଙ୍କ ଚରଣ ତଳେ ରହିଲେ ମୋର ଆଉ କିଛି ଆବଶ୍ୟକ ନାହିଁ, ମୁଁ ଇଞ୍ଜେକ୍ସନ୍ ନେବିନି। ପେଟରେ କିଏ ଇଞ୍ଜେକ୍ସନ୍ ନେବ? ଠାକୁର ହସିଲେ, କହିଲେ ଛାଡ଼ ସେ ତ ନେବନି କହୁଛି, ଛାଡ଼। ଠାକୁର ଆଉଁସି ଦେଲେ। କୁକୁର କାମୁଡ଼ିବା କୁଆଡ଼େ ପଳେଇଲା, ଆଉ ଶରୀର ମଧ୍ୟ ଅସୁସ୍ଥ ହେଲା। ଏବଂ ଏଇଭଳି ଠାକୁରଙ୍କର ଅନେକ ଲୀଳା ବାବା ତାଙ୍କ ଜୀବନ କାଳ ମଧ୍ୟରେ ଲିଭାଇଛନ୍ତି। କେବଳ ଲେଖି ଲିଭାଇବା ଶକତି ଯାଠାରେ, ବାଛିମ ଶରଣ ପଶ୍ଚିତାଠାରେ। ତାପରେ ଠାକୁର ତାଙ୍କୁ ନାମାଚାର୍ଯ୍ୟ କଲେ ଏବଂ ଶାନ୍ତି ଆନନ୍ଦ ଆଶ୍ରମର କେତେ ଦାୟିତ୍ୱ ବାବାଙ୍କ ପାଖରେ ଥାଏ। ଯେଉଁ ଭକ୍ତ ମାନେ ଆସନ୍ତି ବାବାଙ୍କୁ ଦେଖିଲା ବେଳେ ଭାବନ୍ତି ଇଏ ତ ଠାକୁରଙ୍କର ପ୍ରତିମୂର୍ତ୍ତି। ବାବା ଅନ୍ତର କଥା ଜାଣିନାହାନ୍ତି। କିଏ କେତେ ଦୂରରୁ ଆସିଲେ ମଧ୍ୟ ତାଙ୍କ ମନ କଥା ଜାଣି ତାଙ୍କ କଥା ହୃଦୟର ସହିତ ବୁଝନ୍ତି। ଆଉ ବହୁତ ଭଲ ପାଆନ୍ତି ଭକ୍ତମାନଙ୍କୁ। ପରିଭ୍ରମଣରେ ଗଲାବେଳେ ମଧ୍ୟ ଯାହା ଘରେ ଥିବେ ନା, ସେ ଭକ୍ତ ଭାଇ ଭକ୍ତମାନେ ଏତେ ଆନନ୍ଦର ସହିତ ବାବାଙ୍କ ପାଖରେ ବସି କଥା ହୁଅନ୍ତି, ଯାହାକି ପୁତ୍ର ପିତାଙ୍କର ସମ୍ପର୍କ, ମାତା ପୁତ୍ରଙ୍କର ସମ୍ପର୍କ, ମାତୃ ହୃଦୟ ଥିଲା। ଗ୍ରାମରେ ଭଲ ମନ୍ଦ ଯିଏ ଯାହା ମାଗିଲେ ହାତ ମଧ୍ୟ ମାନେ ପକେଟରେ ପୁରାନ୍ତି, ଆଉ ଦେଖନ୍ତିନି କେତେ ଟଙ୍କା ଅଛି କି କ'ଣ ଅଛି, ଦେଇଦିଅନ୍ତି, ଯା ଭଲକି ରୋଷେଇ କରି ଖାଇବ। ଯିଏ ଭଲ ମନ୍ଦରେ ଯାହା ମାଗନ୍ତି ବାବା କେବେ କାହାକୁ ମନା କରନ୍ତି। ଏବଂ ଆଦର୍ଶ ଏବଂ ସ୍ନେହ ଏବଂ ଭଲ ପାଇବା ଅନେକ ବାବାଙ୍କର ଭକ୍ତମାନଙ୍କ ପ୍ରତି। ଯେଉଁ ଭକ୍ତମାନେ ବାବାଙ୍କୁ ଜାଣିଛନ୍ତି, ବାବାଙ୍କର ସ୍ନେହ ପ୍ରାପ୍ତ ହେଇଛନ୍ତି, ଜୀବନରେ କେବେ ମଧ୍ୟ ଭୁଲି ପାରିବେନି। ଅଭୁଲା ସ୍ମୃତି ହେଇକି ବାବା ପ୍ରତ୍ୟେକ ଭକ୍ତମାନଙ୍କ ଘଟରେ ରହିଯାଇଛନ୍ତି। ଆଉ ତାଙ୍କ ପାଖରୁ ଶରଣାଗତ ହେଇ ଯେଉଁମାନେ ଥରେ ଆଶ୍ରିତ ହେଇଛନ୍ତି, ସେ ତାଙ୍କ ଅନୁଭବ କଥା ନିଜ ହୃଦୟ ଗ୍ରନ୍ଥାଗାରରେ ସାଇତି କରି ରଖିଛନ୍ତି। ଅନ୍ୟକୁ କହିଲେ ବା କିଏ ଜାଣିବ। କିନ୍ତୁ ସେଭଳି ପ୍ରତିମ, ସେଭଳି ଏକ ମହାପୁରୁଷ ଆଜି ଦେଖିବା ପାଇଁ ଯଦି ସ୍ଥଳରେ ନାହାନ୍ତି,
ସୂକ୍ଷ୍ମରେ ଅବଶ୍ୟ ଆଶୀର୍ବାଦ କରିଛନ୍ତି। ତାଙ୍କର ଚରଣାଶ୍ରିତ ଠାକୁରଙ୍କର ତତ୍ତ୍ୱ ଯାହାକୁ ପ୍ରଦାନ କରିଛନ୍ତି ସେମାନଙ୍କ ପ୍ରତି ଅଶେଷ କରୁଣା ରହିଛି। ବାବାଙ୍କୁ ଯିଏ ଜାଣିଛି ବାବା ତାଙ୍କ କଥା ଜାଣନ୍ତି। ବାବାଙ୍କର ଆଶୀର୍ବାଦ ରହିଛି, ତେଣୁ ତାଙ୍କୁ ସ୍ନେହ ଶ୍ରଦ୍ଧା ଅନ୍ତର ମଧ୍ୟରେ ରଖିଥିବ। ତେଣୁ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ଏକ ଭାବଧାରାର ସନ୍ନ୍ୟାସୀ ଥିଲେ ପରମ ପୂଜ୍ୟ ଅର୍ଜୁନ ବାବା। ତେଣୁ ତାଙ୍କ ବିଷୟ ଅନେକ କଥା ଅଛି, କହିବାକୁ ସମୟ ନାହିଁ। ତେଣୁ ଯେଉଁମାନେ ଠାକୁରଙ୍କ ଆଶ୍ରିତ ସନ୍ନ୍ୟାସିନୀ ଅଛନ୍ତି ସେମାନେ ସାଧାରଣ ନୁହଁ, ସେମାନେ ଗୋଟିଏ ଗୋଟିଏ ଶାଳଗ୍ରାମ ଠାକୁର ନିଜେ କହନ୍ତି। ତେଣୁକରି ଆବାଲ୍ୟ ବ୍ରହ୍ମଚାରୀ ଯିଏ ସେ ଶାଳଗ୍ରାମ ସହିତ ସମାନ, କାରଣ ସେମାନେ ହିଁ ଭଗବାନଙ୍କର ଗୁଣଗାନ କରିବାରେ ସମର୍ଥ ହୁଅନ୍ତି। ଯାହା ହଉ ଗୃହସ୍ଥ ହୁଅନ୍ତୁ, ସନ୍ନ୍ୟାସୀ ହୁଅନ୍ତୁ, ସମସ୍ତଙ୍କୁ ଠାକୁର ଆପଣାର କରିଛନ୍ତି ଏବଂ ଭକ୍ତମାନଙ୍କୁ ମଧ୍ୟ ସ୍ନେହ କରନ୍ତି। ସେଇ ସନ୍ନ୍ୟାସୀମାନଙ୍କ ମଧ୍ୟରେ ପରମ ପୂଜ୍ୟ ଅର୍ଜୁନ ବାବା ଅନ୍ୟତମ ଥିଲେ। ଠାକୁର ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଯେଉଁ ସ୍ନେହ ଦେଇଥିଲେ ସେ ସ୍ନେହ ଅନାବିଳ ହୋଇ ସମସ୍ତଙ୍କ ହୃଦୟ ମଧ୍ୟରେ ସାହିତ୍ୟ ହେଇକି ରହିଛି। ଜୟ ଜଗନ୍ନାଥ, ଜୟ ଗୁରୁଦେବ। ଠାକୁରଙ୍କର ସଦିଚ୍ଛା ପୂର୍ଣ୍ଣ ହଉ। ଅନେକ ବାର ହରିବ। ଯାହା ବାବା କହିଥିଲେ ଶୁଣିଥିବାର ଯାହା ସ୍ମରଣ ରହିଲା, ସେଇ କଥା ତକ ଅଧମ ସେବା କଲା ବେଳେ ଯାହା ଶୁଣିଥିଲା ତାହା କହିଛି। ମନ ଗଡ଼ା କଥା କିଛି ନାହିଁ, କାରଣ ବାବାଙ୍କ ସେବା କଲାବେଳେ ବହୁତ କଥା ସେ କହନ୍ତି। ତେଣୁ ଖୁସି ଲାଗିଲେ ନିଜକୁ ଧନ୍ୟ ମନେ କରିବେ। ଆଉ କିଏ କ'ଣ ଶୁଣିଛନ୍ତି ମୁଁ ଜାଣିନାହିଁ। ପ୍ରଭୁଙ୍କ କୃପାରୁ ନିବେଦନ ଠାକୁରଙ୍କ ଚରଣ ତଳେ ଯେ ବାବାଙ୍କର ଏହି ଆଶୀର୍ବାଦ ସମସ୍ତ ତାଙ୍କ ଚରଣାଶ୍ରିତ ଭକ୍ତମାନଙ୍କ ପ୍ରତି ରହିଥିବ, ଆଗକୁ ମଧ୍ୟ ରହିବ। ପ୍ରତି ଯୁଗେ ପ୍ରତି ଜନ୍ମେ ତୁମ୍ଭେ ଗୁରୁ, ମୋହି ତୁମ୍ଭ ଶିଷ୍ୟ ଅନାଦି କାଳରୁ। ସନନ୍ଦ ପତ୍ରେ ମୋ ଲେଖା ଅଛି ରହି, ତୁମ୍ଭେ ମୋର ଗୁରୁ ଅନ୍ୟ କେହି ନାହିଁ। ତେଣୁକରି ସେଇ ଗୁରୁ ପ୍ରତିମ ଯାହାକୁ ମିଳିଛନ୍ତି ସେମାନେ ଏକ ଭାଗ୍ୟବାନ। ଆଉ ସେ ଭାଗ୍ୟବାନ ବ୍ୟକ୍ତି ହିଁ ବାବାଙ୍କର ଅନୁଭବର କଥା ଅନେକ ଜାଣିଥିବେ। ଆଉ ଜାଣି ତାଙ୍କୁ ସବୁଦିନେ ଠାକୁରଙ୍କୁ ମନେ ରଖିବା ସତ୍ତ୍ୱେ ମଧ୍ୟ ସେଇ ଗୁରୁଙ୍କର ପ୍ରତିମୂର୍ତ୍ତିକୁ ମନେ ରଖିଥିବା, ଏହା ହିଁ ଆମର ଜୀବନର ଏକମାତ୍ର ଲକ୍ଷ୍ୟ। ଜୟ ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। ଆନନ୍ଦ କବାର। ହରିବୋଲ, ହରିବୋଲ, ହରିବୋଲ। କହିବାରେ ତ୍ରୁଟି ଥିଲେ ଠାକୁରଙ୍କ ଚରଣ ତଳେ ଏବଂ ଶ୍ରୋତାଙ୍କ ହୃଦୟରେ ଥିବା ଯଦି ଅପରାଧ ମୋର ହେଇଥାଏ କ୍ଷମା କରିବେ। ଯେତିକି କୃପାମୟ କୃପା କଲେ ତାଙ୍କର ଚରଣ ତଳେ ସମର୍ପଣ କରି ବାଣୀକୁ ବିରାମ ଦେଉଛି। ଜୟ ଜଗନ୍ନାଥ, ଜୟ ଗୁରୁ।